ଜାଳେଣି ଗ୍ୟାସ୍ର ଅଭାବ ଆଶଙ୍କା କରି ସାଧାରଣ ଲୋକମାନେ ଚିନ୍ତିତ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍କ ଗାଁର ଏକ ପରିବାର ଗୋବର ଗ୍ୟାସ୍ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଘରେ ସିଲିଣ୍ଡର ନଥିଲେ ମଧ୍ୟ ତାଙ୍କର ଚିନ୍ତା ନାହିଁ। 5 ଜଣିଆ ଏ ପରିବାର ପାଇଁ 2 ବେଳା ଖାଦ୍ୟ ପ୍ରସ୍ତୁତ ଲାଗି ଗୋବର ଗ୍ୟାସ୍ ହିଁ ଯଥେଷ୍ଟ। ରମେଶ ଚନ୍ଦ୍ର ପରିଡ଼ା ମାତ୍ର 2ଟି ଗାଈ ପୋଷିଛନ୍ତି। 2ଟି ଗାଈର ଗୋବରକୁ ନେଇ ଚାଲିଛି ଗୋବର ଗ୍ୟାସ୍ ପ୍ଲାଣ୍ଟ। ଏଥିପାଇଁ 3ଟି ଟାଙ୍କି କରାଯାଇଛି। ଗ୍ୟାସ୍ ପାଇପ୍ ସିଧା ଆସି ଲାଗିଛି ରୋଷେଇ ଘରେ। ଯେ ପର୍ଯ୍ୟନ୍ତ ଟାଙ୍କିରେ ଗୋବର ପଡ଼ୁଛି ସେ ପର୍ଯ୍ୟନ୍ତ ଚୁଲି ଲିଭିବାର ନାହିଁ ବୋଲି କହିଛନ୍ତି ପରିବାରର ମହିଳା। ତାଙ୍କର କେତେ ଶାଶୁ ଶ୍ୱଶୁର ଅମଳରୁ ଥିଲା ସେ ତାଙ୍କର କରିଥିଲେ। ମୁଁ ଆସିଲା ଦିନ ତ ଚାଲିଛି ଆଉ ରୋଷେଇ ବାସ ସବୁ। ଗାଈ ଯୋଉ ରଖିଛୁ କ୍ଷୀର ଘିଅ ଆଉ ଘଷି ଗୋବର ଏଇ ସବୁ ହଉ ତା ଦେହରେ ଆମେ ଚଳୁ। ଆଉ ସବୁ ରୋଷେଇ ବାସ ସବୁଥିରେ ଆମର ଗୋବର ଗ୍ୟାସ ଆଉ HP ଗ୍ୟାସ ଏତେ ଆମର ତା ଉପରେ ନିର୍ଭରତା ନାହିଁ। ଗୋବର ଗ୍ୟାସ୍ 3 ଘଣ୍ଟା ଆଜ୍ଞା ସକାଳୁ ଗୋଟେ ଦିନ ଜଳିବ। ସେଇ ହିସାବରେ ତାକୁ ୟୁଜ୍ କରିବେ ଆଉ। ସକାଳେ 1 ଘଣ୍ଟା ଚାଲେ, ତାପରେ ସେଠୁ ଗାଧୁଆଳକୁ 1.5 ଘଣ୍ଟା 2 ଘଣ୍ଟାରେ ରୋଷେଇ ହେଇଯାଏ। ପୁଣି ରହିଲା ସବୁ ପୁଣି ହେଇଗଲା ଗୋବର ଗ୍ୟାସ୍ ହେଇଗଲା। ଗ୍ୟାସ୍ ହେଇଗଲା ପରେ ପୁଣି ରାତିରେ ଘଣ୍ଟେ ଚାଲିବ, 3 ଘଣ୍ଟା ଚାଲିବ। ପୁରା ମାଗଣା କିଛି ନାହିଁ। ପ୍ରଥମେ ଖାଲି ଯାହା ଗୋବରଟାକୁ ଗୋଳେଇକି ଛାଡ଼ିବା ସେଇଟା ହଉଛି, ଆଉ କିଛି ଅସୁବିଧା ନାହିଁ। ଗ୍ୟାସ ତ ଆମର ଘରେ ଗୋବର ଗ୍ୟାସ ଅଛି ବୋଲି ଆମର ଏ ଯୋଉ ଗ୍ୟାସ ନାହିଁ, ଆମର କିଛି ବି ଟେନସନ ନାହିଁ। ଯେହେତୁ ଆମ ଘରେ ଗାଈ ଅଛି, ଯେହେତୁ ଆମ ଘରେ ଗୋବର ଗ୍ୟାସ ଅଛି। ଏ କେତେ ଅସୁବିଧା ସମ୍ମୁଖୀନ ହଉଛନ୍ତି ନା, ଯେତେବେଳେ ଗ୍ୟାସ ନ ମିଳୁଛି କେତେ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଆମେ ଅସୁବିଧାର ସମ୍ମୁଖୀନ ହଉନି, ଯେହେତୁ ଆମର ଏ ସୁବିଧାଟା ଆମ ପାଖରେ ଅଛି। ଆମର ଗାଁ ଗହଳିରେ ଆଭେଲେବୁଲ ଗୋରୁ ଗାଈ ଆମ ପାଖରେ ଅଛନ୍ତି। ତେଣୁ ଯଦି ସରକାର ଗୋଟେ କିଛି ସାହାଯ୍ୟ କରନ୍ତା ଫାର୍ମର ମାନଙ୍କୁ, ପ୍ରତି ଘରେ ବି ଗୋବର ଗ୍ୟାସ୍ ଚାଲିପାରନ୍ତା। ଆଉ ଲୋକମାନେ ସୁରକ୍ଷିତରେ ଆରାମସେ ଗ୍ୟାସ୍ରେ ଆଉ ଲାଇନ୍ ନ ଦେଇକି ନିଜ ଗୋବର ଗ୍ୟାସ୍ ଉପରେ ବି ନିର୍ଭର କରି ଚଳିବେ। ଗ୍ୟାସ୍ ତ ବହୁତ ସମସ୍ୟା ଏବେ। ଏଇ ଗୋଟେ ଦିନ ଯିବ ଲାଇନରେ ଠିଆ ହେବେ, ଆଜି ନାହିଁ କାଲି ନାହିଁ। ତେଣୁ ଏଇଟା ହଉଛି ସବୁ ପାଇଁ ଭଲ।